기받아 어쩌면 ସବୁ ବେତାଳ ଶୁଭ କାମରେ ବେତାଳ ବାଜା ବାଜିବା କେତେ ଯେ ଅଶୁଭ ସୂଚନା ଏ କଥା ତମକୁ ଜଣା ନାହିଁ। ଏଥର ସବୁ ଠିକରେ ବାଜିବ। ଆରେ ଲୋକମାନେ ସମସ୍ତେ ବିରକ୍ତ ହଉଛନ୍ତି। ଶୁଭ କାମରେ ବେତାଳ ବାଜା ଶୁଣିବା କେତେ ଯେ ଅଶୁଭ ସୂଚନା ତମକୁ ଜଣା। ଆଜ୍ଞା ମୋ ପାଖରେ ଯଦି ଭଲ ଢୋଲିଆ ନଥିଲେ ତାହେଲେ ମନା କରିପାରିଥାନ୍ତୁ। କାହିଁକି ଆଉ ଭୁଲ ହବନି ଆଜ୍ଞା, ଆପଣ ଦେଖିବେ ଏଥର ବାଜା ଠିକ ବାଜିବ ଆଉ ସବୁ ତାଳରେ ବାଜିବ। ମୋ ନାଁ ମାନ ଗୋବିନ୍ଦ, ମୋ ବାପା ବଡୁ ଥିଲା ନନ୍ଦ, ମୋ ବୋଉ ଥିଲା କନ୍ଦ, ମହାମାରୀ ଦୁର୍ଯୋଧନ ଚଉତି ଥିଲେ ମରିଥିଲେ। ମୁଁ ସେଇଥିରେ ଜନ୍ମ ହେଇଥିବାରୁ ମୋ ନାଁ ମାନ ଗୋବିନ୍ଦ। ଆଉ ଗୋଟିଏ ଟଙ୍କା ବି ଦେବିନି। ମାଏ ଦେ ତୋର ଆଜି କଣ ହେଇଛି କି? ଏତେ ଗଲା ପରେ ତୁ ବାଜା ତାଳରେ ବଜେଇ ପାରୁ କଥା କଣ? ଆରେ କେମିତି ବଜେଇବି ତୁ କହୁନୁ? ସାନ ଭାଇଟାର ବାହାଘର, ବଡ ଭାଇଟା ଏଠି ଢୋଲିଆ। ଏ କଥାଟାକୁ ଥରେ ଚିନ୍ତା କରେ ସଙ୍ଗାତ। ଏ ସଙ୍ଗାତ, ଆରେ ତୁ କଣ ଜାଣିନଥିଲୁ? ତୁ ଯୋଉ ବାହାଘର କଲଟା ଧରିଛୁ ସେ ମୋ ସାନ ଭାଇର ବାହାଘର କଲ ବୋଲି ଜାଣିଥିଲି। ଆରେ ଜାଣିଥିଲୁ ଯଦି କହିଲୁ ନାହିଁ କାହିଁକି? ତ କହୁଛି ସଙ୍ଗାତ, ମୁଁ ଯଦି ଜାଣିଥାନ୍ତି ନା ମୋ ସାନ ଭାଇର ବାହାଘର ବୋଲି ମୁଁ କେବେ ବାଜା ବଜେଇବାକୁ ଆସିନଥାନ୍ତି ରେ ସଙ୍ଗାତ। କେବେ ବାଜା ବଜେଇବାକୁ ଆସିନଥାନ୍ତି। ସଙ୍ଗାତ, ତୁ ଏଠିକି ନ ଆସିଥିଲେ ତୋ ଭାଇର ବର ବେଶଟା ତୁ ଦେଖିଥାନ୍ତୁ। ଦେଖେ ତୋ ଭାଇ ରଜବଟା ବର ବେଶ କେମିତି ସିଂହାସନ ଉପରେ ବସିଛି।